ଏହି ଦୁନିଆରେ ସରଳ ଲୋକମାନେ ପ୍ରାୟତଃ ଶୋଷିତ ହୁଅନ୍ତି ଏବଂ ଜ୍ଞାନୀ ଲୋକମାନେ ସମ୍ମାନ ପାଆନ୍ତି। ଆଜିର କାହାଣୀ ଗୌତମ ବୁଦ୍ଧଙ୍କ 12ଟି ନିୟମ ବିଷୟରେ, ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିପାରେ। ଗୋଟିଏ ପୁଅ ଥିଲା, ତା ନାଁ ହେଉଛି ଆନନ୍ଦ। ସେ ବହୁତ ସରଳ। ଲୋକମାନେ ତାକୁ ତାଙ୍କ କାମ କରିବାକୁ ବାଧ୍ୟ କରୁଥିଲେ ଏବଂ ତାଙ୍କୁ ଉପହାସ ମଧ୍ୟ କରୁଥିଲେ। ସେ ଏତେ ଦୁଃଖିତ ହେଲେ ଯେ ବାଧ୍ୟ ହୋଇ ବୁଦ୍ଧଙ୍କ ପାଖକୁ ଗଲେ ଏବଂ କହିଲେ, ପ୍ରଭୁ, ମୁଁ ଭଲ ଏବଂ ସରଳ, ତଥାପି ଲୋକମାନେ ମୋତେ ମୂର୍ଖ ବୋଲି ଭାବନ୍ତି କାହିଁକି? ବୁଦ୍ଧ ହସିଲେ ଏବଂ କହିଲେ, ସରଳ ପୁଅ ହେବା ବହୁତ ଭଲ, କିନ୍ତୁ ଜ୍ଞାନୀ ହେବା ମଧ୍ୟ ବହୁତ ଜରୁରୀ। ଧ୍ୟାନର ସହ ଶୁଣ, କାରଣ ମୁଁ ଏବେ ତୁମକୁ ଯାହା କହିବାକୁ ଯାଉଛି କେବଳ କଥା ନୁହେଁ, ଏହା ସତ୍ୟ ଅଟେ। ସମସ୍ତେ ପ୍ରାୟତଃ ସବୁ କିଛି ଜାଣନ୍ତି କିନ୍ତୁ ବିଶ୍ୱାସ କରନ୍ତି ନାହିଁ। ସଂସାରରେ ଦୁଇ ପ୍ରକାରର ଲୋକ ଅଛନ୍ତି। ଗୋଟିଏ ଯେଉଁମାନେ ସମସ୍ତଙ୍କୁ ବିଶ୍ୱାସ କରନ୍ତି ଏବଂ ବାରମ୍ବାର ନିରାଶ ହୁଅନ୍ତି, ଏବଂ ଅନ୍ୟ ଲୋକମାନେ କେତେବେଳେ ନୀରବ ରହିବାକୁ ପଡ଼େ, କେତେବେଳେ କଥା କହିବାକୁ ପଡ଼େ ଏବଂ କେତେବେଳେ ନିଜ ପାଇଁ ଠିଆ ହେବାକୁ ପଡ଼େ, ତାହା ସବୁ ଶିଖୁଥାନ୍ତି। ଗୌତମ ବୁଦ୍ଧ ଆନନ୍ଦଙ୍କ ଆଖିକୁ ଚାହିଁଲେ ଏବଂ ଧୀରେ ଧୀରେ କହିଲେ, ଯଦି ତୁମେ ପ୍ରକୃତରେ ପରିବର୍ତ୍ତନ କରିବାକୁ ଚାହୁଁଛ, ତେବେ କେବଳ ଏହି କଥାଗୁଡ଼ିକ ଶୁଣନ୍ତୁ ଏବଂ ସେଗୁଡ଼ିକୁ ତୁମର ଜୀବନରେ କାର୍ଯ୍ୟକାରୀ କରନ୍ତୁ। କାରଣ ଏହି 12ଟି ନିୟମ ତୁମକୁ ଜଣେ ଦୁର୍ବଳ ବ୍ୟକ୍ତିରୁ ସବଳ ବ୍ୟକ୍ତି କରିଦେବ ଏବଂ ଜ୍ଞାନୀ ବ୍ୟକ୍ତିରେ ମଧ୍ୟ ପରିଣତ କରିଦେବ। ମନେ ରଖନ୍ତୁ, ଆଜି ଆପଣ ଯାହା ଶୁଣିବେ, ଯଦି ଏହାକୁ ପ୍ରକୃତରେ ଗ୍ରହଣ କରିବେ, ନିଜ କାମରେ ଲଗାଇବେ, ତେବେ 6 ମାସ ମଧ୍ୟରେ ଲୋକମାନେ ଆପଣଙ୍କୁ ଚିହ୍ନି ପାରିବେ ନାହିଁ। ତ ଚାଲନ୍ତୁ, ନମ୍ବର 1, କମ୍ କୁହନ୍ତୁ ଏବଂ ଅଧିକ ଶୁଣନ୍ତୁ। ଯିଏ ଅଧିକ କଥା କୁହନ୍ତି ସେ ତାଙ୍କର ଦୁର୍ବଳତା ପ୍ରକାଶ କରନ୍ତି। ଯଦି ଜଣେ ବନ୍ଧୁ ତାଙ୍କର ଯୋଜନା କହିଦେଉଛନ୍ତି, ତେବେ ବାଧା ଦେବା ପରିବର୍ତ୍ତେ ଶୁଣନ୍ତୁ, ତୁମେ ତାଙ୍କଠାରୁ ଅଧିକ ଶିଖିବ। ନମ୍ବର 2, ସମସ୍ତଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ପ୍ରତ୍ୟେକ ହସୁଥିବା ମୁହଁ ପ୍ରକୃତରେ ସତ ନଥାଏ। ଜଣେ ନୂତନ ବ୍ୟକ୍ତି ମଧୁର ଭାବରେ ଟଙ୍କା ମାଗୁଛି, ତାକୁ ତୁରନ୍ତ ବିଶ୍ୱାସ କରନ୍ତୁ ନାହିଁ। ପ୍ରଥମେ ଚିନ୍ତା କରନ୍ତୁ, ତଦନ୍ତ କରନ୍ତୁ ଏବଂ ତାପରେ ହିଁ ବିଶ୍ୱାସ କରନ୍ତୁ। ନମ୍ବର 3, ଆପଣଙ୍କ ମନର ଭାବନାକୁ କଣ୍ଟ୍ରୋଲ କରନ୍ତୁ। କ୍ରୋଧ ଆପଣଙ୍କର ସବୁଠାରୁ ବଡ଼ ପରାଜୟ। ଯଦି କେହି ଆପଣଙ୍କୁ ସମସ୍ତଙ୍କ ସମ୍ମୁଖରେ କିଛି କୁହନ୍ତି, ତୁରନ୍ତ ରାଗିବା ପରିବର୍ତ୍ତେ ଶାନ୍ତ ରୁହନ୍ତୁ। ତୁମର ସମ୍ମାନ ବୃଦ୍ଧି ପାଇବ। ନମ୍ବର 4, କାହାକୁ ଆପଣଙ୍କର ଦୁର୍ବଳତା କୁହନ୍ତୁ ନାହିଁ। ଲୋକମାନେ ସେହି ଦୁର୍ବଳତା ସ୍ଥାନରେ ଆକ୍ରମଣ କରନ୍ତି। ଯଦି ଆପଣଙ୍କର କୌଣସି ବିଷୟରେ ଦୁର୍ବଳତା ଅଛି, ସମସ୍ତଙ୍କୁ କହିବା ପରିବର୍ତ୍ତେ ନିଜକୁ ଉନ୍ନତ କରନ୍ତୁ। ନମ୍ବର 5, ଆପଣଙ୍କର ସମୟକୁ ବୁଦ୍ଧିମାନ ଭାବରେ ବ୍ୟବହାର କରନ୍ତୁ। ସମୟ ହେଉଛି ପ୍ରକୃତ ଶକ୍ତି। ଯେତେବେଳେ ଅନ୍ୟମାନେ ସେମାନଙ୍କର ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି, ତେବେ ଆପଣ କିଛି ନୂଆ ଅଧ୍ୟୟନ କରନ୍ତୁ କିମ୍ବା ଶିଖନ୍ତୁ। ଏହା ଆପଣଙ୍କୁ ଆଗକୁ ନେଇଯିବ। ନମ୍ବର 6, ସର୍ବଦା ଶିଖିବା ଜାରି ରଖନ୍ତୁ। ଜ୍ଞାନ ହେଉଛି ସର୍ବୋତ୍ତମ ଅସ୍ତ୍ର। ଯଦି ଆପଣ ଇଂରାଜୀ ଜାଣିନାହାନ୍ତି, ତେବେ ପ୍ରତିଦିନ ଟିକେ ଟିକେ ଶିଖିବା ଆରମ୍ଭ କରନ୍ତୁ। ଆପଣଙ୍କର ଆତ୍ମବିଶ୍ୱାସ ଧୀରେ ଧୀରେ ବୃଦ୍ଧି ପାଇବ। ନମ୍ବର 7, ଲୋକଙ୍କୁ ପର୍ଯ୍ୟବେକ୍ଷଣ କରନ୍ତୁ। ଲୋକମାନେ କ'ଣ କରନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। କେହି ଜଣେ କୁହେ, ମୁଁ ତୁମର ପ୍ରକୃତ ବନ୍ଧୁ, କିନ୍ତୁ ଯେତେବେଳେ ତୁମକୁ କିଛି ଆବଶ୍ୟକ ହୁଏ, ସେତେବେଳେ ତୁମକୁ ସାହାଯ୍ୟ କରେ ନାହିଁ। ପ୍ରକୃତ ସତ୍ୟକୁ ବୁଝ। ନମ୍ବର 8, ନା କହିବା ଶିଖନ୍ତୁ। ସବୁ କିଛି ହଁ କହିବା ଏକ ଦୁର୍ବଳତା। ଯଦି କେହି ବାରମ୍ବାର ତୁମର ସମୟ ନଷ୍ଟ କରନ୍ତି, ସ୍ପଷ୍ଟ ଭାବରେ ମନା କରନ୍ତୁ। କେବଳ ସେତେବେଳେ ହିଁ ଲୋକମାନେ ତୁମର ମୂଲ୍ୟ ବୁଝିବେ। ନମ୍ବର 9, ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବିଚଳିତ ବ୍ୟକ୍ତି କେବେ ସଫଳ ହୁଏ ନାହିଁ। ଯଦି ତୁମର ଲକ୍ଷ୍ୟ ପରୀକ୍ଷାରେ ପାସ୍ କରିବା, ତେବେ ବିନା ମତଲବର ଜିନିଷରେ
ସମୟ ନଷ୍ଟ କରନ୍ତୁ ନାହିଁ। ନମ୍ବର 10, ନିଜ ମୂଲ୍ୟ ବୁଝନ୍ତୁ। ଯେଉଁ ଲୋକ ନିଜକୁ ସମ୍ମାନ କରେ ନାହିଁ ତାକୁ ଦୁନିଆ ମଧ୍ୟ ସମ୍ମାନ ଦିଏ ନାହିଁ। ଯଦି ତୁମେ ନିଜକୁ କମ୍ ଭାବୁଛ ତେବେ ଲୋକମାନେ ତୁମକୁ ହାଲକା ଭାବି ନେବେ। ନମ୍ବର 11, ଠିକ୍ ସମୟରେ ଉତ୍ତର ଦିଅ। ସବୁ କଥା ତୁରନ୍ତ ଉତ୍ତର ଦେବା ଆବଶ୍ୟକତା ନାହିଁ। ଯଦି କେହି ତୁମ ଉପରେ ରାଗିଯାଇ କିଛି କୁହେ ତୁରନ୍ତ ଉତ୍ତର ଦେବା ପରିବର୍ତ୍ତେ ପରେ ଶାନ୍ତ ଭାବରେ ଉତ୍ତର ଦିଅନ୍ତୁ। ଏବଂ ଶେଷ ନିୟମ, ଏକା ଚାଲିବା ଶିଖନ୍ତୁ। ଭିଡ଼ରେ ଚାଲିବା ସବୁବେଳେ ଠିକ୍ ନୁହେଁ। ଯଦି ତୁମର ବନ୍ଧୁମାନେ ଭୁଲ ରାସ୍ତାରେ ଯାଉଛନ୍ତି ସେମାନଙ୍କ ସହିତ ଯିବା ପରିବର୍ତ୍ତେ ଏକା ଠିକ୍ ରାସ୍ତା ବାଛନ୍ତୁ। ଆନନ୍ଦ ଏହି ସମସ୍ତ ନିୟମ ପାଳନ କରି ଚାଲିଲେ ଧୀରେ ଧୀରେ ଲୋକମାନେ ତାଙ୍କୁ ମୂର୍ଖ ଭାବରେ ନୁହେଁ ଜଣେ ଜ୍ଞାନୀ ଏବଂ ଶକ୍ତିଶାଳୀ ବ୍ୟକ୍ତି ଭାବରେ ଦେଖିବାକୁ ଲାଗିଲେ। ଶେଷରେ ବୁଦ୍ଧ କହିଲେ, ଚତୁର ହୁଅ କିନ୍ତୁ ଦୁଷ୍ଟ ହୁଅ ନାହିଁ। ନିଜକୁ ସୁରକ୍ଷା ଦେବାକୁ ଶିଖ ଏବଂ ସଠିକ୍ ପଥରେ ରୁହ। ଜୀବନରେ ଏତେ ଜ୍ଞାନୀ ହୁଅ କି କୌଣସି ଲୋକ ଯେମିତି ତୁମକୁ ବ୍ୟବହାର କରିପାରିବେ ନାହିଁ କିମ୍ବା ଠକି ପାରିବେ ନାହିଁ। ଏବଂ ଏତେ ଭଲ ହୁଅ କି ଲୋକମାନେ ତୁମକୁ ସବୁବେଳେ ମନେ ରଖିବେ, କେବେ ତୁମକୁ ଭୁଲି ପାରିବେ ନାହିଁ। ଯଦି ଏହି ଭିଡ଼ିଓଟି ଆପଣଙ୍କ ହୃଦୟକୁ ପସନ୍ଦ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ନିଜ ସାଙ୍ଗସାଥି ଓ ପରିବାର ଲୋକମାନଙ୍କୁ ସେୟାର କରନ୍ତୁ। ଆଉ ଏମିତି ଗୌତମ ବୁଦ୍ଧଙ୍କ ଜ୍ଞାନବର୍ଦ୍ଧକ ଭିଡ଼ିଓ ପାଇବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଜୀବନ ପଥ ବାଇ ହରପାଲକୁ ସବସ୍କ୍ରାଇବ୍ କରି ରଖିନିଅନ୍ତୁ। ବୁଦ୍ଧଂ ଶରଣଂ ଗଚ୍ଛାମି।